ଧର୍ମରାଜା ରାଜହାନା ବେଳେ ବ୍ୟାସଦେବ ପହଞ୍ଚିଗଲେ। ଯେତେବେଳେ ପରମ ପୂଜ୍ୟ ବ୍ୟାସଦେବଙ୍କୁ ଦେଖିଦେଲେ ବ୍ରାହ୍ମଣ ମାନଙ୍କର ମନ୍ତ୍ର ବନ୍ଦ ହେଇଗଲା, ଭାଟ ମାନଙ୍କର ମଙ୍ଗଳାଷ୍ଟକ ବନ୍ଦ ହେଇଗଲା। ସମସ୍ତେ ହାତ ଯୋଡ଼ି ଆଜ୍ଞା ବ୍ୟାସଙ୍କୁ ପ୍ରଣାମ କଲେ, ପ୍ରଣାମ କଲେ, ପ୍ରଣାମ କଲେ। ବ୍ୟାସ ଚାହିଁଲେ ଏଡ ବଡ ଆୟୋଜନ ହସ୍ତିନାରେ ଏତେ ବଡ ସାଜସଜା। ପଚାରିଲେ ଯୁଧିଷ୍ଠିର ଏଇ କେଇଟା ଦିନ ହେଲା ମହାଭାରତ ଯୁଦ୍ଧ ସରିଛି, ବିଧବା ହେଇଥିବା ନାରୀ ମାନଙ୍କର ଚନ୍ଦନ ଧରିର ରାଗ ଏପର୍ଯ୍ୟନ୍ତ ଯାଇନି, ଧରିତ୍ରୀ ମଧ୍ୟରେ ବହି ଯାଉଥିବା ସହିତ ଧାର ଏପର୍ଯ୍ୟନ୍ତ ଶୁଖିନି, ପୁଅ ପହରେଇଥିବା ରଣକ୍ଷେତ୍ରରେ ବାପ ମାଙ୍କର କୁହର ସାୟା ଏପର୍ଯ୍ୟନ୍ତ ଯାଇନି। କିନ୍ତୁ ଆଜି ହସ୍ତିନାରେ ଏଡ ବଡ ଆନନ୍ଦ ମହୋତ୍ସବ, ଏଡ ବଡ ସାଜସଜା। ପୃଥିବୀ କୌରବ ମାନେ ନିଶ୍ଚିହ୍ନ ହେଇଗଲେ, ସିଂହାସନ ଖାଲି ପଡ଼ିଥିଲା। ଏଡ ବଡ଼ ଯୋଉ ଆଡମ୍ବର ହେଇଛି, ଆଉ ଅଳ୍ପ ସମୟ ପରେ ମୁଁ ସିଂହାସନରେ ଅଭିଷିକ୍ତ ହେବି। ଯାହା ମୋର ଭାଗ୍ୟ ଆପଣ ଆସି ପହଞ୍ଚିଗଲେ। ସ୍ଥିର ହେଇଗଲେ ବ୍ୟାସଦେବ। କହିଲେ ଯୁଧିଷ୍ଠିର ତୁମେ ରଜା ହବ? ଆଜ୍ଞା। ଯୁଧିଷ୍ଠିର ତୁମେ ରଜା ହବ? ଆଜ୍ଞା। ନା, ଆଉ ତୁମେ ରଜା ହେଇପାରିବନି, ରାଜା ହେଇପାରିବନି। ଅସୁବିଧା କଣ ହେଇଛି? ଯଦି ତୁମେ ଆଜି ରାଜ ସିଂହାସନ ଆରୋହଣ କର ତାହେଲେ ଚନ୍ଦ୍ରବଂଶ ଧ୍ୱଂସ ହେଇଯିବ। ସିଂହାସନରେ ବସିଲେ ଚନ୍ଦ୍ରବଂଶ ଧ୍ୱଂସ ହେଇଯିବ? ଚମକି ପଡ଼ିଲେ ଯୁଧିଷ୍ଠିର, ଚମକି ପଡ଼ିଲେ ସମସ୍ତ ସଭାସଦ ବର୍ଗ, ଚମକି ପଡ଼ିଲେ ପଣ୍ଡିତ ବ୍ରାହ୍ମଣ ପୁରୋହିତ ମାନେ। ବ୍ୟାସ କହୁଛନ୍ତି ତୁମେ ଯଦି ରାଜା ହୁଅ ଚନ୍ଦ୍ରବଂଶ ଧ୍ୱଂସ ହେଇଯିବ। ସ୍ଥିର ହେଇଗଲେ, ହାତ ଯୋଡ଼ି ଦେଲେ, ନମ୍ର ନିବେଦନ କଲେ। କିଏ ସେ? ନା ଯୁଧିଷ୍ଠିର। କହିଲେ ପିତୃବ୍ୟ, ମୁଁ ରାଜା ହେଲେ ଚନ୍ଦ୍ରବଂଶ ଧ୍ୱଂସ ହେଇଯିବ। ଠିକ ସମୟରେ ମୁଁ ନ ପହଞ୍ଚିଥିଲେ ଆଉ ଅଳ୍ପ ସମୟ ଡେରି ହେଇଥିଲେ ଚନ୍ଦ୍ରବଂଶ ଧ୍ୱଂସ ହେଇଥାନ୍ତା। କାରଣ ପଚାରିଲେ, କହିଲେ କାହିଁକି? କୌରବ ତ ନିଶ୍ଚିହ୍ନ ହେଲେ ମୁଁ ରାଜା ହେବି, ଚନ୍ଦ୍ରବଂଶ କାହିଁକି ଧ୍ୱଂସ ହବ? କାହିଁକି ହବ? ଏହି ସମୟରେ ବ୍ୟାସଦେବ କହୁଛନ୍ତି, ଗୋଟାଏ ପଦ ଗାଉଛି ଆଜ୍ଞା, ରାଗଟା ହଉଛି କାମୁଧିରା। ବ୍ୟାସଦେବ କହୁଛନ୍ତି ଏ ହସିବ ଇଲେ ଯେତେବେଳେ ନମ୍ର ନିବେଦନ ରଖନ୍ତି ଯୁଧିଷ୍ଠିର, ମୁଁ କାହିଁକି ରାଜା ହେଇପାରିବିନି? ବ୍ୟାସଦେବ କହିଲେ, ହେ ଯୁଧିଷ୍ଠିର, ତୁମେ ବର୍ତ୍ତମାନ ପାପ ଯୁକ୍ତ ଶରୀରରେ ଅଛ। ତୁମ ଶରୀରରେ ପାପ ଲାଗିଛି। ମୋ ଶରୀରରେ ପାପ ଲାଗିଛି? ନା, ମୁଁ ପାପୀ? ବିଚାର କରିବା ଆଜ୍ଞା ଧର୍ମରାଜ ଯୁଧିଷ୍ଠିର। ବ୍ୟାସ କହୁଛନ୍ତି ତୁମେ ବର୍ତ୍ତମାନ ପାପୀ, ତୁମ ଶରୀରରେ ପାପ ଅଛି।
ପାପରୁ ତ ମୁକ୍ତି ପାଇନ ସିଂହାସନରେ ବସିବା ପାଇଁ ଏତେ ହୁଙ୍କୁଙ୍କୁ କୋଉଥି ପାଇଁ ମୋ ଶରୀରରେ ପାପ ଲାଗି ହଁ ମୁଁ ପାପି ପାପି ମୁଁ କି କର୍ମ କରିଛି ଯେ ମତେ ପାପି ବୋଲି ଆପଣ କହୁଛନ୍ତି ଶୁଣ ବ୍ୟାସଦେବ କହିଦେଲେ ଆହା କହିଲେ ତୁମେ ଏଇ ପାପର ପାପି କୋଉ ପାପ କୋଉ ପାପ ନା ଜାତି ମଧ୍ୟ ପାପ ପଥ ପାପ କୌରବ ମାନେ ହଉଛନ୍ତି ତୁମର ଜାତି ଭାଇ ଆହା ଆଜ୍ଞା ଯେତେବେଳେ ଉଭୟ ପଥରେ ଯୁଦ୍ଧ ଲାଗିଛି ଓହୋ ଆଜ୍ଞା ଗୋଟାଏ ପଟର ନାୟକ ହଉଛନ୍ତି ଧର୍ମରାଜ ଯୁଧିଷ୍ଠିର ଅନ୍ୟ ପଟର ନାୟକ ହେଲେ ଆପଣମାନଙ୍କର ଦୁର୍ଯ୍ୟୋଧନ ଏଇ ଦୁଇ ଜଣଙ୍କର ଆହ୍ୱାନରେ ଆଜ୍ଞା ସେନାମାନେ ଆସିଛନ୍ତି ଯୁଦ୍ଧ କରୁଛନ୍ତି ଆଜ୍ଞା ଆଜ୍ଞା ଯଦି ଗୋଟାଏ ପକ୍ଷ ନଷ୍ଟ ହେଇଗଲା ତାମାନେ ଏପଟର ନାୟକ ଇଙ୍ଗିତରେ ଆଜ୍ଞା ସେ ଚାଲିଗଲେ ତେଣୁ ଦୋଷଟା କାହାକୁ ଲାଗିବ ତେଣୁ ହେ ଯୁଧିଷ୍ଠିର ଯେହେତୁ ତୁମର ଭାଇ ହଉଛନ୍ତି କୌରବ ମାନେ ସେ ତୁମର ଜାତି ମରିବାର କେଇଟା ଦିନ ହେଇନି ତୁମେ କର୍ମ କରିନ ତୁମ ଶରୀରରେ ସମ୍ପୂର୍ଣ୍ଣ ଜାତିବଦ୍ଧ ପାତକ ଲାଗିଛି ଜାତିବଦ୍ଧ ପାତକ ପରେ ତୁମେ ଯଦି ରାଜା ହବ ତାହେଲେ ଚନ୍ଦ୍ରବଂଶ ରହିବ ଆଉ ଏଇ ଶରୀରରେ ସିଂହାସନ ଆରୋହଣ କଲେ ଚନ୍ଦ୍ରବଂଶ ଡୁବିଯିବ ଠିକ ସମୟରେ ମୁଁ ନ ପହଞ୍ଚିଥିଲେ ଯୁଧିଷ୍ଠିର ଚନ୍ଦ୍ରବଂଶ ଧ୍ୱଂସ ହେଇଥାନ୍ତା ଏ ପାଞ୍ଚଟା ଭାଇ 100 ଭାଇ କି ବାଟେଇକି ମାରିଛ তো জ্ঞান্তি ମାନଙ୍କୁ ମାଇଲ জ্ঞান্তি ମଧ୍ୟ ପୁତ୍ରୀ तत्त्वमन्त्री उपन्यासा कन्याकशबलभवातस्यादिपुण्यस्य सप्रभु वर्गवन्तायुस्तु सत्यनारायण सुप्रसन्नो वरदः महाप्रभु सत्यनारायण विधाय करुणी तत्त्वभग प्राप्तिमस्तु महाप्रभु जगन्नाथ वरदः भगवान ବୁଝିଲା ଯୁଧିଷ୍ଠିର ପାଞ୍ଚଟା ଭାଇ 100 ଭାଇ କି ବାଟେଇ ମାରିଲ ଯୋଉ ଜ୍ଞାତି ମାନଙ୍କୁ ମାରିଛ ଜ୍ଞାତି ମଧ୍ୟ ପାପରୁ ତ ମୁକ୍ତି ପାଇନ ସିଂହାସନରେ ବସିବା ପାଇଁ ଏତେ ମନ କାହିଁକି ଠିକ ସମୟ ନ ପହଞ୍ଚିଲେ ଚନ୍ଦ୍ରବଂଶ ଧ୍ୱଂସ ହେଇଥାନ୍ତା ଆଗରୁ ପାପରୁ ମୁକ୍ତି ହୋ ଆସିବ ସ୍ଥିର ହେଇଗଲେ ଯୁଧିଷ୍ଠିର ସିନା ସ୍ଥିର ହେଲେ କିନ୍ତୁ ଜଣେ ଆଜ୍ଞା ସ୍ଥିର ହେଇପାରିଲେନି ଜଣେ ସ୍ଥିର ହେଇପାରିଲେନି ଆଜ୍ଞା ଠିଆ ହେଲେ ଜଣେ କିଏ ନା ପାଣ୍ଡବ ମାନଙ୍କର ସପକ୍ଷବାଦୀ ପାଣ୍ଡବ ମାନଙ୍କୁ ଭଲ ପାଉଥିବା ଜଣେ ବ୍ୟକ୍ତିତ୍ୱ ସମାଜର ପରିଚୟ ବିହୀନ ଯିଏ ନିଜର ପରିଚୟ ନ ପାଇ ଜୀବନ ପରିଚର୍ଯ୍ୟାକୁ ନେଇ ପାଣ୍ଡବ ମାନଙ୍କ ପାଖରେ ଅଛନ୍ତି ସେ କିଏ ସମାଜରେ ପୁରାଣରେ ଖୋଜିଲେ ଆଜ୍ଞା ଯାହାର ପରିଚୟ ମିଳିପାରୁନି ସେ କିଏ ସେ ଆଜ୍ଞା କେହି ନୁହନ୍ତି ସେ ହଉଛନ୍ତି ଆପଣ ମାନଙ୍କର ବିଦୁର ପରିଚୟ ବିହୀନ ଜୀବନ ଯାପନ କରୁଛନ୍ତି ପାଣ୍ଡବ ମାନଙ୍କର ସପକ୍ଷବାଦୀ ହେଇ ପାଣ୍ଡବ ମାନଙ୍କ ପାଖରେ ବିଦୁର ଠିଆ ହେଲେ ବିଦୁର ଠିଆ ହେଇ ପ୍ରଣାମ କଲେ କାହାକୁ ବ୍ୟାସଙ୍କୁ କହିଲେ ବାପା ମୋର ପ୍ରଣାମ ଗ୍ରହଣ କରନ୍ତୁ ଚମକି ପଡିଲେ ବ୍ୟାସ ବିଦୁରଙ୍କୁ ଯେତେବେଳେ ଦେଖିଥିଲେ ଚମକି ପଡିଲେ କହିଲେ ବିଦୁର ନା ବାପା ମୁଁ କିଛି କହିବି ତୋର କଣ ମନ ହେଇଛି କହିବୁ ନାଇଁ ଆପଣ ମାନେ ବିଚାର କରିବେ ଗୋଟିଏ ପଟରେ ବାପ ଗୋଟାଏ ପଟରେ ପୁଅ ବାପା ହଉଛନ୍ତି ବ୍ୟାସ ବିଦୁର ହଉଛନ୍ତି ପୁଅ ଆଜ୍ଞା ତ୍ରିପୁର ପୂଜା ବ୍ୟାସଦେବ ବିଦୁରକୁ ପୁଅ ବୋଲି ଆଜ୍ଞା ଗ୍ରହଣ କରୁଛନ୍ତି କି ନାଇଁ ଆପଣଙ୍କ ପୁରାଣ କହିବ ବାପାଙ୍କ ମୁହଁରେ ଆଜି ଜବାବ ଦବ ପୁଅ ଠିଆ ହଉଛି ଆମେ ସେଇ ପାଲାକାର ମଞ୍ଚ ଉପରେ ଠିଆ ହେଲେ ସମାଜକୁ ଦିପଦ କଥା କହୁ ପିଲାମାନଙ୍କୁ ଦିପଦ କଥା କହୁ ସ୍ତ୍ରୀ ପାଖରେ ସ୍ୱାମୀର ଭୂମିକା ଆଉ ପିଲାଙ୍କ ପାଖରେ ବାପା ମାଙ୍କର ଭୂମିକା ଆମେ ପିଲାମାନଙ୍କୁ ଶିକ୍ଷା ଦଉ ଏ ପିତା ମାତା ଠାରୁ ପିତା ମାତା
ସେଇ ପାଲାକା ଯେତେବେଳେ ପିଲାମାନଙ୍କୁ ବୁଝାଉ ଯେ ବାପ ମା ଠାରୁ ବଡ ଦେବା ଧରି କେହି ଥାନ୍ତି ଯଦି କଲ୍ୟାଣ ପାଇବା ପାଇଁ ଇଚ୍ଛା ବାପ ମାଙ୍କୁ ସେବା କର ବାପ ମାଙ୍କୁ ପୂଜା କର କିନ୍ତୁ ସେଇ ତୁଣ୍ଡରେ ମଞ୍ଚ ଉପରେ ଆଜି କହୁଛୁ ଗୋଟାଏ ପଟରେ ଠିଆ ହେଇଛନ୍ତି ବ୍ୟାସ ଅନ୍ୟ ପଟରେ ଠିଆ ହେଲେ ବିଦୁର ବିଦୁର କହିଲେ ବାପା ମୁଁ କିଛି କହିବି ଚାହିଁଲେ ନୀରବ ହେଇଗଲେ ବିଦୁରକୁ ଦେଖି ତୁ କଣ କହିବୁ ହଁ ମୁଁ କିଛି କହିବି ଗୋଟେ ସାହସ କରି ଆଜି ମଞ୍ଚରେ ଠିଆ ହେଇଛୁ କଣ କହିବୁ ନାଇଁ କଣ କହୁନୁ ପାଣ୍ଡବ ମାନେ ପାପୀ ପାପୀ ନୁହଁ ପାଞ୍ଚଟା ଭାଇ ଶହେ ଭାଇ କି ବାଡେଇକି ମାରିଲେ ଗାନ୍ଧୀ ବଦ ପାପରେ ସେ ମୁକ୍ତି ହେଇନାହାନ୍ତି ଆଉ ପାପୀ ନୁହଁ ଆଉ କିଏ ପାପୀ ପାଣ୍ଡବ ମାନେ ଆଜ୍ଞା କେମିତି ପାପୀ ହେବେ ଆଉ କେମିତି ନହେବେ ମହାଭାରତ ସମର ପ୍ରାଙ୍ଗଣରେ ଯେତେବେଳେ ଅର୍ଜୁନ ଦେଖିଦେଲେ ସମସ୍ତେ ଗାନ୍ଧୀ ମାନେ ବନ୍ଧୁ ସଦର କହିଲେ ମାରିବିନି କାହିଁକି ତ ଦାଦା ସେ ତ ପୁତୁରା ସେ ତ ଭଣଜା ସେ ତ ଭାଇ ମୁଁ କାହାକୁ ମାରିବିନି ଭଗବାନ କୃଷ୍ଣ କଣ କହିଲେ କହିଲେ ହେ ଅର୍ଜୁନ ଚିନ୍ତା କର ନା ମାରିଯା ନା ପାପ ହବ ନା ପାପ ହବ ଭଗବତ ଗୀତା ये सर्वधर्मान परित्यज्य अर्जुन जेତେବେଳେ କହିଲେ ପାପ ହବ ହେ ଅର୍ଜୁନ ନା ମାରିଯା ନା ପାପ ହେଲେ ଅହଂ ଆମ୍ଭେ ତୁମର ସର୍ବ ପାପେଭ୍ୟ ଆମେ ତୁମର ସବୁ ପାପ ନେଇଯିବୁ ଭଗବାନ କହିନାହାନ୍ତି ତାହେଲେ ସେଇଠି ବିଦୁର କହିଲେ କୃଷ୍ଣ ତ କହିଲେ ପାପ ନେବ ଆଉ ଇଏ ଅର୍ଜୁନ ତ ମାଇଲା ପାପ ରହିଲା କୋଉଠି ଆଙ୍କଠେ ପାପ ନାକି ନାହିଁ ପାପ ଏଠି ନାହିଁ ନା ପାପ କୋଉଠି ନା ମହାଭାରତର 3 ଜଣ ପାପୀ କଣ ବିଦୁର ଯଦି ଆପଣ ପାପମୟ କହିବେ ତାହେଲେ ମହାଭାରତର 3 ଜଣ ହେବେ ପାପୀ ତ ଜ୍ଞାନ ହେଇଗଲାଣି ଆଉ ମୁଁ କହୁଛି ତୁ ଯାଇନି ଇରେ ମହାଭାରତରେ 3 ଜଣ ପାପୀ ଆଉ ନାହାନ୍ତି 3 ଜଣ କହିବୁ ସେ 3 ଜଣ କିଏ ରେ ସେ 3 ଜଣ କିଏ ସେ 3 ଜଣ ହେବେ 3 କୃଷ୍ଣ ବିଦୁର ମହାଭାରତରେ 3 କୃଷ୍ଣ ହେବେ ପାପୀ ଆଉ ଆଇନ ବଳରେ ଶାସ୍ତ୍ରୀୟ ମତରେ 2 ଜଣକୁ ପାପ ଲାଗିବନି ଆଉ ଜଣକୁ ତାପରେ ଜଣେ ହେବେ ମହାପାପୀ ବିଦୁର ବା টেনশন শুন তু কହୁଛୁ ଏ ମହାଭାରତ 3 ଜଣ ହଉଛନ୍ତି ପାପୀ ସିଏ ହେଲେ 3 କୃଷ୍ଣ ଆଉ ତ ବଳୁ କଲି ତୁ କହୁଛୁ 3 କୃଷ୍ଣ ହେଲେ ପାପୀ 2 ଜଣ କୃଷ୍ଣ ଖସିଯିବେ ଏବଂ ବେଲ ହେଇପାରିବ ନନ୍ ବେଲରେ ଆଉ ଜଣେ ଯେ କୃଷ୍ଣ ରହିବ ସେ ନନ୍ ବେଲ ତାକୁ ଆଉ ଜମା ମୁକ୍ତି ନାହିଁ ସେ ହେଲା ମୁଖ୍ୟ ପାପୀ ଆରେ ବିଦୁର ବାପା ଆଗେ ଠିଆକି ଏଡ଼େ କଥାବାର୍ତ୍ତା କରୁଛୁ ନାଇଁ କି ଆଜି ତ ସାହସ ହେଇଯାଇଛି ନାଇଁ କି କହିଲୁ ଏ ମହାଭାରତରେ 3 ଜଣ ପାପୀ କିଏ ସେ କୃଷ୍ଣ କିଏ ବିଦୁର କହିନଥାନ୍ତେ କାହିଁ କହିଲେ ନା ଯୋଉ ପୁଅ ନିଜର ସାମାଜିକ ପରିଚୟରୁ ବଞ୍ଚିତ ହେଇଛି ମଞ୍ଜୁଳ କବି କୃଷ୍ଣ ପ୍ରସାଦ ବସୁ ବହି ଉର୍ବଶୀ ଅଷ୍ଟବଜ୍ର ଗୋଟାଏ କଥା କହିଦେଲେ ନା ଅନ୍ତରେ ଜଣୁଛି ବନ୍ଧି ଦେଉଛି ସମାଜରେ ଯୋଉ ପୁଅ ନିଜର ପରିଚୟ ଦେଇପାରୁନି ତା ଅନ୍ତର ଭିତରେ ବିଦ୍ରୋହର ବନ୍ଧି ଜଳୁଛି ସମୟ ଖୋଜୁଛି ପଦେ କହିବ ଏ ଅନ୍ତରର ତୃଷ୍ଣାଟା ଦୂରୀଭୂତ ହେଇଯିବ ପଚାରିଦେଲେ ବ୍ୟାସ କହିଲେ କହିଲୁ ଦେଖିଆ ସେ 3 କୃଷ୍ଣ କିଏ କହିଲୁ 3 କୃଷ୍ଣ କିଏ ଆପଣ ମାନଙ୍କର ଶ୍ରୀ ମହାଭାରତ ଆଜ୍ଞା ଜୈମିନି ଋଷି କହୁଛନ୍ତି ଆପଣଙ୍କର ବିଦୁର 3 କୃଷ୍ଣ କିଏ ନାଇଁ କୃଷ୍ଣ ଦିତି କୃଷ୍ଣ ଚୈବ କୃଷ୍ଣ ଦପ୍ୟାୟନ ବଧା ତାନି ତ୍ରୟ କୃଷ୍ଣ
କୃଷ୍ଣ କିଏ କିଏ? ବିଦୁର କହିଲେ ଓହୋ। କୃଷ୍ଣ ତୁ ଭଗବାନ ସ୍ୱୟଂ ନାଇଁ କୃଷ୍ଣ ହଉଛନ୍ତି ଭଗବାନ ଜଣେ କୃଷ୍ଣ ଆଉ ଜଣେ କିଏ ନା ଦିତି କୃଷ୍ଣ ଫାଲ୍ଗୁନି ଅର୍ଜୁନଙ୍କର ଗୋଟାଏ ନା ଦିତି କୃଷ୍ଣ ନୁହଁ ଦିତି କୃଷ୍ଣ ଆଜ୍ଞା କୃଷ୍ଣ ଦପ୍ୟାୟନ ହର୍ତ୍ତା କର୍ତ୍ତା କର୍ତ୍ତୃକଶ୍ଚ କର୍ତ୍ତୃକ କାରିଣେ ଜଣେ ହେଲା ହର୍ତ୍ତା କର୍ତ୍ତା ଜଣେ ହେଲା କର୍ତ୍ତୃକ ଜଣେ ହେଲା କର୍ତ୍ତୃକ କାରିଣେ ବଚ ନାଇଁ ଏ ତିନି କୃଷ୍ଣ ଆଗ କହିଲୁ ହର୍ତ୍ତା କର୍ତ୍ତା କୃଷ୍ଣ କିଏ ଆଜ୍ଞା ହର୍ତ୍ତା କର୍ତ୍ତା କୃଷ୍ଣ ଭଗବାନ ଅର୍ଜୁନର ସଖା ତାଙ୍କୁ ମଉସା ପାପ ଲାଗିବ ନାଇଁ ସେ ତାଙ୍କୁ ପାପ ଲାଗିବ ବାସ୍ କାହିଁକି କହିଲେ କାହିଁକି ନା ଭଗବାନଙ୍କୁ ପାପ ଲାଗିବ କାହିଁକି କଣ ପାପ କୋଉଥିପାଇଁ ଇଏ ତାକୁ ଭାଗବତ କହିଲେ ଇଏ ତାକୁ ଚିନ୍ତିଲେ ଅନ୍ତର୍ଗତେ ମୁକ୍ତି ଅଭିବାଦ चिंता करिए विश्वासी मुक्ति पाई जाए अच्छा अच्छा जहाँ का दर्शन में सब पाप क्षय हो जाए से तो अवतार नहीं जानती ताकू आज्ञा पाप लागिवो मेरे ला हत्या करता कृष्ण को पाप लागिवो काहे कि ना से करेबे जहाँ चाहिए ता करेबे बस हां ताबिन अन्य गति नहीं ताकू पाप लागिवो एकरे हत्या करता कृष्ण हत्या करता से बेले हां तापरे आया कर्तुका कृष्ण अर्जुन 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 आया किछि अछि किछि नाही अर्जुन कोन ना करेला वाला कृष्ण ये खाली कला वाला ये आज्ञा बह बस से यदि कोई अर्जुन एथि बसला किछि कि चलला आकुमार मारला तार निर्देश किछि नाही नाही भगवान को निर्देश से चालुछ बस जोंति जहा कति प्रभु निर्देश ना बस तेणु तार किछि ना ताकू पाप लागिवो सेला कर्तुक किछि तार किछि भ्यालु नाही ना से प्रभुଙ୍କ द्वारा कार्य से बेले हेइबो आ नॉन बेल वन का नागियो कर्तुक कारिने बच्चा कृष्ण से किए रे ये भली जन व्यक्तित्व समाज रे अछंती आया से किए आपण माने देखिथेबे आहा ओ जहां कर विचार बाबा जहां कर न्याय निज घर पाई गोटे आ विचार रे बसिले अन्य पाई गोटे ओ आप दोष न बांछती पर दोषी का अच्छा जिए निज दोष को न देखी संविधान सजाइया पाई सब अन्य दोष दिए से कृष्ण कथा कहबी किंतु हे सज्जन आपनान कागर ये न्याय मीमांसा देवा पूर्व प्रत्येक कथा रे पुराण को मीमांसा करिया पाई गोटे सामाजिक दर्शन दरकार